ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଙ୍କେଶ୍ୱରୀ ନାମକ ଘରୋଇ ଯାତ୍ରୀବାହୀ ବସ୍। ମାଲକାନଗିରି ସୀମାନ୍ତ ମୋଟୁଠାରୁ ମାଲକାନଗିରି ଅଭିମୁଖେ ଯାଉଥିବା ବାଙ୍କେଶ୍ୱରୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ପୁସୁଗୁଡ଼ା ଛକ ପୂର୍ବରୁ ଏକ ସ୍ଥାନରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗଛ ସହ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି। ତେବେ ବସ୍ର ଆଗପଟ କାଚ ଓ ତଳଭାଗ ଭାଙ୍ଗି ପଡ଼ିଛି। ବସ୍ର ନମ୍ବର OD 30F5119। ବିପରୀତ ଦିଗରୁ ଗୋଟିଏ ଗୋରୁ ରାସ୍ତା ଉପରେ ପଳାଇ ଆସିଥିବାରୁ ଦୁର୍ଘଟଣାକୁ ଏଡ଼ାଇବାକୁ ବସ୍ ଚାଳକ ବାଲାନ୍ସ କରିବାକୁ ଯାଇ ବସ୍ଟିକୁ ରାସ୍ତାରୁ ତଳକୁ ନେଇଯାଇଥିଲେ। ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବସ୍ଟି ବଡ଼ ଦୁର୍ଘଟଣା ଟାଳି ଦିଆଯାଇଥିଲା। ଦୁର୍ଘଟଣା ଘଟଣା ପରେ ଯାତ୍ରୀମାନଙ୍କୁ ଅନ୍ୟ ଏକ ବସ୍ରେ ଗନ୍ତବ୍ୟସ୍ଥଳକୁ ପଠାଯାଇଥିବା ବେଳେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ତାଙ୍କୁ ଅନ୍ୟ ଏକ ବସ୍ ଯୋଗେ ତାଙ୍କ ଗନ୍ତବ୍ୟସ୍ଥଳକୁ ପଠାଇ ଦିଆଯାଇଛି। କ୍ଷତିଗ୍ରସ୍ତ ବସ୍ଟିକୁ ଘଟଣାସ୍ଥଳରୁ ବାହାର କରିବା ପାଇଁ ଚେଷ୍ଟା ଚାଲିଛି।